ମାଲିକେ ଯଦି ଆପଣ ମାନେ ତାମିଲନାଡୁରେ ରହୁଛନ୍ତି ଆଉ ସବୁଠୁ ବେଷ୍ଟ ମାଛ ଭଜା ଖାଇବା ପାଇଁ ଚାହାନ୍ତି ତ ଏଇ ମାଛ ଷ୍ଟଲଟି ଆପଣ ମାନଙ୍କ ପାଇଁ ସବୁଠୁ ବେଷ୍ଟ ହେବ। ତ ହଁ ଭାଇ ମାନେ ଆଜି ଆଇଁଷ ବାର ଥିଲା ବୋଲି ଆମେ ସବୁ ସାଙ୍ଗ ବାହାରିଲୁ ମାଛ କିଣି ଯିବା ପାଇଁ। ଆଉ ଯେହେତୁ ବେଶୀ ସନ୍ଧ୍ୟା ହେଇଯାଇଥିଲା ସେଥିଲାଗି ତାମିଲନାଡୁରେ ବସ୍ ମିଳିବା ଅସମ୍ଭବ ହେଇଗଲା। ଆଉ ଏମିତି କିଛି ସମୟ ୱେଟ୍ କଲା ପରେ ଆମେ ମାନେ ଗୋଟେ ଟେମ୍ପୁ ରିଜର୍ଭେସନ କରି ବାହାରି ଚାଲିଗଲୁ ଲୋକେସନ ଆଡେ। ଆଉ ଏଇ ସପ ର ଲୋକେସନ ହେଉଛି ତାମିଲନାଡୁ ତିରୁପୁର ମାର୍କେଟ ଚେଙ୍ଗାପଲ୍ଲୀ ବଜାର। ଆଉ ଏମିତି କିଛି ସମୟ ଟେମ୍ପୁରେ ବସି ସାରିବା ପରେ ଆମେ ଫାଇନାଲି ପହଞ୍ଚି ଗଲୁ ଲୋକେସନ ଉପରକୁ। ଆଉ ଆଜି ଯେହେତୁ ସଣ୍ଡେ ବଜାର ଥିଲା ସେଥିଲାଗି ଲୋକମାନଙ୍କର ଭିଡ କେତେ ଲାଗିଛି ଆପଣ ମାନେ ଦେଖିପାରୁଥିବେ। ଆଉ ଆମେ ଟେମ୍ପୁରୁ ଓହ୍ଲେଇ ସାରିବା ପରେ ଜମା ଡେରି ନ କରି ସାଙ୍ଗେ ସାଙ୍ଗେ ଚାଲିଲୁ ମାଛ ଦୋକାନୀ ଆଡକୁ। ଆଉ ଆଜି ଯେହେତୁ ବଜାର ଟିକେ ଭିଡ ଥିଲା ସେଥିଲାଗି ବୁଲିବା ପାଇଁ ମଜା ବହୁତ ଆସୁଥିଲା। ଆଉ ଏମିତି ବୁଲୁ ବୁଲୁ ଆମେ ଯାଇ ଫାଇନାଲି ପହଞ୍ଚି ଗଲୁ ମାଛ ଦୋକାନୀ ପାଖରେ। ଆଉ ସେଠି ଯାଇ ପହଞ୍ଚି ଦେଖିଲା ବେଳକୁ ଏଠାରେ ଭେରାଇଟି ପ୍ରକାରର ମାଛ ପଡିଛି ଯାହାର ରେଟ୍ ବହୁତ ଶସ୍ତା। ତ ଆମେ ଜମା ଡେରି ନ କରି 100 ଟଙ୍କାରେ ଚୁନା ମାଛର ଅର୍ଡର ଦେଇଦେଲୁ ଯାହାକି ଥିଲା 500 ଗ୍ରାମ। ଆଉ ଏଇ ଦୋକାନୀକି ଦେଖି ଜଣା ପଡୁଥିଲା ଏଇ ଦୋକାନୀଟା ବହୁତ ପୁରୁଣା ହେଇଥିବ କିନ୍ତୁ ଏଠିକାର ମାଛ ପୁରା ଫ୍ରେଶ ଥିଲା। ଆଉ ଅର୍ଡର ଦେଇକି କିଛି ସମୟ ହେଇଛି କି ନାହିଁ ଆମ ମାଛ ସାଙ୍ଗେ ସାଙ୍ଗେ ରେଡି ହେଇଯାଇଥିଲା। ଆଉ ତାପରେ ଆମେ ଜମା ଡେରି ନ କରି ସାଙ୍ଗେ ସାଙ୍ଗେ ଚାଲିଲୁ କମ୍ପାନୀ ଆଡକୁ। ଆଉ ଆଜିର ଭିଡିଓ ଯଦି ଆପଣ ମାନଙ୍କୁ ପସନ୍ଦ ଆସିଥିବ ଫଲୋ ଗୋଟେ ନିହାତି କରିବେ। ତ ରହିଲି ଗାଇସ୍, ଜୟ ଜଗନ୍ନାଥ।